ଆଜି ଆସନ୍ତୁ ଆଙ୍କର ଦିନକୁ ମୋର ଦିନ ଯଦି କରିନା ଦେଇଛି ମୋ ନା ବେଙ୍ଗୁଲି ନୁହେଁ। ଆରେ କ'ଣ ଭାବିଛ କି ମା' କଥାରେ ଯଦି ଉଠ ବସ ହେବାର ଥିଲା ବାହା ହେବା କ'ଣ ଦରକାର ଥିଲା? ଯିଏ ଛୁଆ ଜନ୍ମ କରିନି ସିଏ କ'ଣ ପୁଅ ବୋହୂକୁ ନେଇ ଘର ଚଳେଇବ? ମନା କରୁଛି ତମେ ପୋଷିଆ ପୁଅ ହୁଅନି। ଇଏ କ'ଣ ମୋ କଥା ଶୁଣିଲେ? ହେଇଟି ବାବୁ ଆସିଲେଣି ଆଉ। ଛେଳିମାନଙ୍କୁ କ'ଣ ଦିଟା ଖାଇବାକୁ ଦେଇ ବୁଲା ଷଣ୍ଢ ଭଳି ସାଇ ସାଇ ବୁଲୁଛନ୍ତି। ଭୋକ ଲାଗିଲେ କ'ଣ ଦିଟା ଖାଇଦେଇ ପୁଣି ବୁଲା। ୟାଙ୍କ ନାଁ କିଏ ମଙ୍ଗୁ ଦେଇଥିଲା କେଜାଣି, ବୁଲା ଦେଇଥିଲେ ଭଲ ହେଇଥାନ୍ତା। ଆସିଗଲ? କ'ଣ କହୁଛ କି ଭାଗ୍ୟବାନ? ଆଏ ଭାଗ୍ୟବାନ ବୋଲି କ'ଣ ଡାକୁଛ? ଏ ପୃଥିବୀରେ ଯଦି କେହି ଭାଗ୍ୟହୀନ ଥାଆନ୍ତି ସେଥିରେ ଏକ ନମ୍ବରରେ ମୁଁ ରହିବି। ଆରେ କ'ଣ ହେଲା କହିଲେ ସିନା ଜାଣିବି, ଖାଲି ରାଗିଲେ କ'ଣ ହବ? ତମ ବୋଉ ଇଆଡ଼େ ମୁଁ ଟେନସନ ବଢ଼େଇ ଦେଲେଣି, ଆଉ ତମେ କହୁଛ କ'ଣ ହେଇଛି? ଆରେ ଖୋଲିକି କହୁନ। ତମକୁ ତ କିଛି ଜଣା ପଡୁନି ଆଉ। ଆରେ ମୁଁ ତ ଦେଖୁଛି ବୋଉ ଘରର ସବୁ କାମ କରୁଛି, ଆଉ ଇଏ ଏମିତି କ'ଣ କହୁଛି? ତାହେଲେ ବୋଉ କ'ଣ ମୋତେ ଦେଖେଇ ସବୁ କାମ କରୁଛି? ପୋଷିଆ ପୁଅ ହନି ବୋଲି କେତେ ମନା କରୁଥିଲି, ମୋ କଥା ନ ମାନି ହେଲ। ଏବେ ଭୋଗୁଛି ମୁଁ, ଘର ଯାକର କାମ ମୁଁ କରୁଛି, ଆଉ ମହାରାଣୀ ୟା ଦ୍ୱାରକୁ ତା ଦ୍ୱାର ହେଇକି ଖାଲି ପର ପାଟୁଳ କରୁଛନ୍ତି। ଆରେ ଏଠି ଅଛ ନା ନାଇଁ? ମୋ କଥା ଶୁଣୁଛ ନା ଆଉ କାହା କଥା ଭାବୁଛ? ନାଇଁ ନାଇଁ କୁହ। ମୁଁ କ'ଣ କହୁଥିଲି କି ବୋଉଙ୍କୁ ଆମେ ଜରାଶ୍ରମକୁ ଛାଡ଼ିଦେବା। ଆରେ ଆରେ ଏ ଘର ତାର, ଆମେ ତ ବାହାର ଲୋକ, ଆମେ କ'ଣ ତାକୁ ଏ ଘରୁ ବାହାର କରିଦେବା? ସିଏ ଚାହିଁଲେ ପରା 2 ସେକେଣ୍ଡରେ ଆମକୁ ଘରୁ ବାହାର କରିଦେବ। ଘରଟା ଭିତରେ ସବୁବେଳେ ଗେରେ ଗେରେ ହଉଛନ୍ତି, ତମେ ସିନା ବାହାରକୁ ପଳଉଛ। ହେଲେ ମୁଁ କେତେ ଅଣଦେଖା କରିବି? ମୁଁ ଆଉ ସମ୍ଭାଳି ପାରିବିନି। ସେ ଘରେ ରହିଲେ ମୁଁ ମୋ ବାପ ଘରକୁ ଚାଲିଯିବି। ଆରେ ଆରେ ସେମିତି କୁହନି, ରହୁନ କ'ଣ ହେଉଛି ଦେଖିବା। ହ୍ୟାଲୋ ସାର୍, ମୁଁ ମଙ୍ଗୁ କହୁଥିଲି। ହଁ ସାର୍, ଆମ ବୋଉକୁ ଯେଉଁ ଜରାଶ୍ରମରେ ରହିବା କଥା କହୁଥିଲି ସେଇଟା ଫାଇନାଲ୍। ହଁ କାଲି ଆସିକି ନେଇଯାଆନ୍ତୁ। ଠିକ୍ ଅଛି, ଆପଣ କାଲି ଆସିବା ବେଳକୁ ମୁଁ ତାକୁ ରେଡ଼ି କରିଦେଇଥିବି। ଏ ବୁଢ଼ୀ ଘରୁ ପଳେଇଲେ ଗୋଟେ ତେଣ୍ଟା ଛିଡ଼ିବ। ଆଉ ନହେଲେ ବେଶୀ ହେଉଛି, ଆସ ଖାଇବା ଦେବ। ସକାଳ ପହରୁ ମୋତେ ଜ୍ୱର ଯେ ମୁଁ ସେଜ ଛାଡ଼ିନି, ଆଉ ତମେ ଖାଇବାକୁ ମାଗୁଛ ଯେ ରନ୍ଧା ହେଇଥିଲେ ତ ଖାଇବ। ତୁମକୁ ଜ୍ୱର ହେଇଛି ବୋଲି ବୋଉ ଜାଣିଛି? ହଁ କହିଥିଲି ତ। ତାହେଲେ ସେ ରାନ୍ଧିଦେଲାନି କାହିଁକି? କେଜାଣି, ଯାଉନ ପଚାରିବ। ମୁଁ କ'ଣ ତାଙ୍କ ଉପରେ ତୁଚ୍ଛାଟାରେ ରାଗୁଛି କି? ହଉ ହଉ, ତମେ ବ୍ୟସ୍ତ ହୁଅନି, ମୁଁ ଦେଖୁଛି ବୋଉ କ'ଣ କରୁଛି। ଦେଖୁଥ। ବୋଉ ରୋଷେଇ ହେଇନି କିଲ? ଏତେବେଳ ହେଲାଣି, କେତେବେଳେ ଖାଇବା? ଆରେ ପୁଅ ତୁ କୁଆଡ଼େ ଯାଇଥିଲୁ କି? ଆଜି ତ ଛେଳିମାନଙ୍କୁ ଖାଇବାକୁ ଦେଇନଥିଲୁ। ଛେଳିମାନଙ୍କୁ ଖାଇବାକୁ ଦେଇକି ଆସୁ ଆସୁ ଟିକେ ଡେରି ହେଇଗଲା। ଏବେ ତ ଭାତ ହେଇଗଲାଣି, ତରକାରୀ ବସିଛି, ଆଉ ଅଳ୍ପ ସମୟ ଭିତରେ ସରିଯିବ। ଖାଇବାକୁ ବାଢ଼ି ଦେବି, ତୁ ଧୁଆଧୁଇ ହେଇକି ଆ। ଦିନେ ତାକୁ ଜ୍ୱର ହେଇଗଲା ଯେ ତୁ ରୋଷେଇ ଡେରି କରିଦେଲୁ। ବୋହୂକୁ ଜ୍ୱର ହେଇଛି କି ମୁଁ ତ ଜାଣିନି। ତାପରେ ମୁଁ ତ ସବୁଦିନ ରାନ୍ଧେ, କେବେ ତ ଡେରି ହେଇନି। ଆଜି ଦିନକ ପାଇଁ ତୁ ରାଗେନା ମୋ ଧନଟା ପରା, ଆଉ ଏମିତି ଡେରି ହବନି। ଏମାନଙ୍କ ଭିତରୁ ମିଛ କିଏ କହୁଛି, ବୋଉ ନା ବେଙ୍ଗୁଲି? ହଉ ଦେଖେ କୋଉ ପାଣି କୋଉଠିକି ଯାଉଛି। ବୋହୂକୁ ଆଜି ଜ୍ୱର ହେଇଛି? କାଇଁ, ମୁଁ ତ ଜାଣିନି, ସିଏ ତ ମୋତେ ସକାଳୁ କହିନି। ଭାଗ୍ୟବାନ, ବୋଉକୁ ଆଜି ପାନେ ଦେଇଛି, ପୁରା ସାବାଡ। ହଁ ହଁ, ତମେ ଯାହା ସାବାଡ଼ କରିଥିବ, ମୁଁ ଜାଣିନି। ଏ ପୁଅ, ତରକାରୀ ହେଇଗଲାଣି, ଭାତ ବାଢ଼ିଲିଣି, ବୋହୂକୁ ନେଇକି ଆ ଖାଇବ। ଏ ଖାଇବା ଆସ, ବୋଉ ଭାତ ବାଢିଲାଣି। ତମେ ଯାଅ, ମୁଁ ହାତ ଧୋଇକି ଆସୁଛି। ଏଇ ବୋପାଲୋ ପଡ଼ିଗଲି ଲୋ, ଏ ବୁଢ଼ୀ ମାରିଦବ। ଏତେ ଶିଉଳି ଲାଗିଛି, କୋଉ ଦିନ ହେଲେ ଟିକେ ହାତ ମାରିକି ଧୋଇ ଦଉନି। ବୋହୂ କ'ଣ ପଡ଼ିଗଲା କି? ଠିକ୍ ହେଇଛି, ମଙ୍ଗୁନା ଆସିଲାଣି, ମୁଁ ପଳାଏ। ଏ ବୋପାଲୋ ମାଡ଼ ହେଇଗଲା ଲୋ, ଏ ବୋପା। ଆରେ ଆରେ ପଡ଼ିଗଲ କି? ସବୁବେଳେ ତ ଉପରକୁ ଚାହିଁ ଚାଲିବ, ତମେ ପଡ଼ିବନି ତ ଆଉ କିଏ ପଡ଼ିବ? ଆରେ ଗାଳି କରୁଥିବ ନା ଉଠେଇବ? ସବୁ ତମ ବୋଉଙ୍କର ନାଟ। ଏଠି ଶିଉଳି ଲାଗିଗଲାଣି, ଘଷିକି ଛଡ଼େଇଲେ ସିନା ହବ, ନହେଲେ ଗୋଡ଼ ଖସିବନି ତ ଆଉ କ'ଣ ହବ? ଆଏ ଖାଇ ପିଇକି ତ 1.5 କୁଇଣ୍ଟାଲ ହେଇଛ। ଶିଉଳି ଛଡ଼େଇ ଦେଇଥିଲେ ତମ ଗଣ୍ଡି କ'ଣ କମି ଯାଇଥାନ୍ତା କି? କ'ଣ କହିଲ କି? ନାଇଁ ନାଇଁ, ଲଭ୍ ୟୁ। ଯାଉନ, ଶୁଖିଲା ସୁଆଗ ମାଡ଼ି ଆସୁଛି ନା ପେଟ ଘଡ଼ ଘଡ଼ ପାଡ଼ ଲାଗୁଛି। ମୁଁ ତୁମକୁ କେତେ ଭଲ ପାଉଛି ତମେ କ'ଣ ଜାଣିନ? ଖାଇବି କ'ଣ? ଗୋଡ଼ଟା ମୋଡ଼ି ହେଇଯାଇଛି ଯେ ବିନ୍ଧା ହେଲାଣି। ଖାଇବା ପାଇଁ ତମ ପେଟ ଫାଟି ଯାଉଛି। ଯାଉନ, ବୋଉ ବାଢ଼ିଥିବେ ଖାଇଦବ। ପୁଅ, ବୋହୂ କୁଆଡ଼େ ଗଲା କିରେ? ଆଲୋ ବୋଉ, ତୁ କ'ଣ ପାଇଁ ଗରମ ପାଣି ନେଇକି ଆସିଲୁ? ତୋ ଗୋଡ଼ରେ ପଡ଼ିଯିବ ଯେ। ଆରେ ପୁଅ, ତୁ ଯା ଖାଇବୁ, ମୁଁ ବୋହୂର ଗୋଡ଼ରେ ପାଣି ଛେକ ଦେଇ ଦେଉଛି। ସିଏ କୁଆଡ଼େ ଯିବା ଦରକାର ନାହିଁ। ତାକୁ ଟିକେ ଭଲ ଲାଗିଲେ ମୁଁ ତା ପାଇଁ ଏଇଠିକି ଖାଇବା ଆଣିଦେବି, ତାକୁ ଖୁଆଇଦେବି।
ଆଲୋ ବୋଉ ତୁ କ'ଣ ଗରମ ପାଣି ସେକ ଦେଇପାରିବୁ? ଆରେ ନାଇଁ ନାଇଁ, ତୁ କାହିଁ ବ୍ୟସ୍ତ ହଉଛୁ? ଉଠୁ, ମୁଁ ମୋ ବୋହୁ ଗୋଡ଼ରେ ସେକ ଦେଇ ସାରେ ତାପରେ ଯୋଉ କଥା। ହେ ଭଗବାନ, ମୁଁ କେଡ଼େ ପାପି। ବୁଢ଼ୀ ମଣିଷଟାର ଚାଲିବାକୁ ଶକ୍ତି ନାହିଁ, ହେଲେ ମୁଁ ତାଙ୍କୁ ଦିନ ସାରା ଖଟେଇକି ତାଙ୍କ ନାଁରେ ୟାଙ୍କୁ ମିଛ କଥା କହୁଛି। ତାର ଫଳ ତ ଏବେ ମୋତେ ଭୋଗିବାକୁ ପଡ଼ିଲା। ହେଲେ ଯାହା ହୃଦୟରେ ମୋ ପାଇଁ ଏତେ ମମତା ଭରି ରହିଛି, ତା ପାଇଁ ମୋ ହୃଦୟରେ ଏତେ ଘୃଣା କାହିଁକି ଦେଇଛ ପ୍ରଭୁ? ମୋତେ କ୍ଷମା କର ପ୍ରଭୁ। ହ୍ୟାଲୋ ବୋଉ, କ'ଣ ଭାବୁଛୁ? ମୁଁ ତୋ ଗୋଡ଼ରେ ପାଣି ସେକ ଦେଇଦିଏ। ତୁ ସେଇଠି ଥା, ମୁଁ ତୋ ପାଖକୁ ଯାଉଛି। ରହିଥ ବୋଉ, ମୁଁ ଆଗ ସେ ଲୋକକୁ ଫୋନ୍ କରି ମନା କରିସାରେ। ହ୍ୟାଲୋ ସାର୍, ଆପଣ ଆଉ ଆମ ଘରକୁ ଆସିବା ଦରକାର ନାହିଁ। ଆମେ ଏବେ ଆମ ନିଷ୍ପତ୍ତି ବଦଳେଇ ଦେଇଛୁ। ଆମ ବୋଉକୁ ଆମେ ଆଉ ଜରାଶ୍ରମକୁ ଛାଡ଼ିବୁନୁ। ମୋତେ କ୍ଷମା କରିଦିଅ ବୋଉ। ଅବା ଡବା ଅଣ୍ଟା ତଳେ ଗୁଡ଼ାକୁ ଡବା, ଅବା ଡବା ଅଣ୍ଟା ତଳେ ଗୁଡ଼ାକୁ ଡବା, ଝାଡ଼ା ଯିବା ଟିକେ ଟିକେ ଘଷି ଦବା, ଝାଡ଼ା ଯିବା ଟିକେ ଟିକେ ଘଷି ଦବା। କିରେ ଝୋଟ, ପାଗଳ ହେଇଗଲୁ କି? ଏମିତି କ'ଣ ନାଚୁଛୁ? ନାଇଁ ରେ ଭାଇ, ଆଜି ମୁଁ ପାଗଳ ନୁହେଁ, ଖୁସିରେ ନାଚୁଛି। ଆଇ ତୋର କ'ଣ ବାହାଘର ଠିକ୍ ହେଇଗଲା କିରେ? ଘର ବସେଇବା ଖୁସିରେ ନାଚୁଛୁ ନା କ'ଣ? ନାଇଁ ନାଇଁ, ମୋ ଘର ବସେଇନି ରେ, ମଙ୍ଗୁନାର ଘରଟା ଭାଙ୍ଗୁ ଭାଙ୍ଗୁ ମୁଁ ସେ ଘରକୁ ବଞ୍ଚେଇ ଦେଇଛି। ଆରେ କ'ଣ ହେଇଛି ଖୋଲିକି କହୁନୁ? ଶୁଣୁ ଭାଇ, ତୁ ତ ଜାଣିଛୁ ପିତେଇ ବଡ଼ମାର ପିଲାଛୁଆ ନଥିଲା। ହଁ, ନଥିଲା ତ। ସିଏ ମଙ୍ଗୁନାଙ୍କୁ ପୋଷିଆ ପୁଅ କଲା, ଏକଥା ବି ଜାଣିଛୁ। ହଁ, ଏଇଟା ବି ଜାଣିଛି। ସବୁ ଠିକ୍ ଥିଲା ଯେ, ହେଲେ ମଙ୍ଗୁନାର ସ୍ତ୍ରୀଟା ଭାରି କଳିହୁଡ଼ିଟାରେ, ଘରେ ଜମା କାମଧନ୍ଦା କରୁନି। ପିତେଇ ବଡ଼ମାର ବୟସ କେତେ ତୁ ତ ଜାଣିଛୁ, ବିନା ଠେଙ୍ଗାରେ ସିଏ ଚାଲିପାରେନି। ଆଉ ଏଇ ବୟସରେ ବଡ଼ମା ଘରର ସବୁ କାମ କରୁଛି। ତା ବୋହୂ ରାଣୀ ଭଳି ଗୋଡ଼ ଉପରେ ଗୋଡ଼ ଥୋଇକି ଦିନ ସାରା ବସି ରହୁଛି। ଆଉ ମଙ୍ଗୁନା ଘରକୁ ଫେରିଲେ ବଡ଼ମା ନାଁରେ ଏଣୁ ତେଣୁ କହି ମା ପୁଅ ଭିତରେ କଳି ଝଗଡ଼ା ଲଗେଇ ଦେଉଛି ରେ। ଆରେ ଆହୁରି ଜାଣିଛୁ ନା ନାହିଁ, ବଡ଼ମାକୁ ଜରାଶ୍ରମ ଛାଡ଼ିଦେବା ପାଇଁ ସେ ବେଙ୍ଗୁଲି ବ୍ୟବସ୍ଥା ମଧ୍ୟ କରୁଥିଲା ରେ। ହେଲେ ତୁ ଏକଥା କେମିତି ଜାଣିଲୁ ରେ? ଗୁଲୁଆ କୋଉଦିନ ତାଙ୍କ ଘର ବାଟ ଦେଇ ବଜାରକୁ ଯାଉଥିଲା। ଘର ଭିତରେ ପାଟିତୁଣ୍ଡ ହେବା ଶୁଣି ଝରକା ଦେଇ ଦେଖିଲା ମଙ୍ଗୁନାଙ୍କୁ ତା ସ୍ତ୍ରୀ ଯାଚ୍ଛାତା ଗାଳି କରୁଛି। ସିଏ ସେଇଠୁ ଶୁଣିକି ମୋତେ କହିଲା। କଥା କ'ଣ ବୁଝିବା ପାଇଁ ମୁଁ ପିତେଇ ବଡ଼ମାକୁ ଭେଟିଲି। ତାଠୁ ଦୁଃଖ ତ ଶୁଣିଲି, ହେଲେ ପରିସ୍ଥିତିର ମୋଡ଼ ବଦଳାଇବା ପାଇଁ ଯେତେ ଚେଷ୍ଟା କଲେ ବି ବଡ଼ମା ସେ କଥା ଶୁଣିଲାନି। କ'ଣ କହିଲା କିରେ? ମା ମନ ପରା, କହିଲା ନାଇଁ ନାଇଁ, ମୋ ପୁଅ ବୋହୂ ବିରୁଦ୍ଧରେ ମୁଁ କିଛି ବି କରିପାରିବିନି। ଆରେ ହେ, ସିଏ ତ ମନା କଲା, ତୁ ଅବାଡବା କାହିଁକି ନାଚୁଛୁ? ସିଏ ସିନା ମନା କଲା, ହେଲେ ତୁ ତ ଜାଣିଛୁ ମୁଁ ଛାଡ଼ିବା ଲୋକ ନୁହେଁ। ତାଙ୍କ ହାତ ଧୁଆ ପାଣି ପାଇପ୍ ପାଖରେ ଗ୍ଲିସେରିନ୍ ଢାଳି ଦେଇକି ଜଗି ରହିଲି। କାହିଁକି କିରେ? କାଳେ ବଡ଼ମା ହାତ ଧୋଇବାକୁ ଆସିବ, ଗୋଡ଼ ଖସିଲେ ପଡ଼ିଯିବ। ହେଲେ ମୋର ବେଙ୍ଗୁଲି ଭାଉଜ ଟାର୍ଗେଟ ନା, ବଡ଼ମା ନୁହେଁ। ବଡ଼ମା ଆଗ ଆସିଲେ ମୁଁ ସେଠିକି ଯାଇକି ତାକୁ ରକ୍ଷା କରିଦେଇଥାନ୍ତି। ଓହୋ, ଏମିତି କଥା। ତାହେଲେ ତାପରେ କ'ଣ ହେଲା କି? ଆଉ କ'ଣ ହବ, ବେଙ୍ଗୁଲି ରାଣୀ ହାତ ଧୋଇବାକୁ ଆସିଲେ ଆଉ ଗୋଡ଼ ଖସିକି ପଡ଼ିଲେ। ବେଙ୍ଗ ଭାଉଜ ତ ପଡ଼ିଲା, ଏଥିରେ ତାଙ୍କ ଉଜୁଡ଼ା ଘର କେମିତି ସଜାଡ଼ି ହେଲା କିରେ? ଭାଉଜ ଏମିତି ପଡ଼ିଲେ ଯେ ଟ୍ୟାପ ମୂଳରୁ ଉଠିକି ଯାଇପାରିଲେନି। ମଙ୍ଗୁନା ଯାଇକି ଆଣିଲା। ଆଉ ସବୁଠୁ ବଡ଼ ଖବର ହେଲା, ବେଙ୍ଗ ଭାଉଜଠୁ ଏତେ ନିର୍ଯାତନା ପାଇବା ପରେ ମଧ୍ୟ ବଡ଼ମା ତା ବୋହୂର ସେବା ଶୁଶ୍ରୂଷା କଲାରେ। ହଁ କିରେ? ହଁ ବା, ବଡ଼ମାର ସେବାରେ ବେଙ୍ଗୁଲି ଭାଉଜ ସମ୍ପୂର୍ଣ୍ଣ ସୁସ୍ଥ ଆଉ ପରିବର୍ତ୍ତନ ମଧ୍ୟ। ଭାଉଜ ନିଜେ ଫୋନ୍ କରିକି ଜରାଶ୍ରମ ମାଲିକକୁ କହିଲେ, ଆମେ ଆଉ ଆମ ବୋଉକୁ ଜରାଶ୍ରମକୁ ଛାଡ଼ିବୁନୁ। ହଁ କିରେ ଝୋଟ, ଏତେ ବଡ଼ ଖୁସିର କଥା, ୟାଠୁ ବଳି ପୁଣ୍ୟ କାମ ଆଉ କିଛି ନାହିଁ ରେ। ମୋ ଭାଇ, ମୋ ଧନ, ଏତେ ବଡ଼ ଖୁସି ଖବରଟେ ଜଣେଇଲୁ। ତୁ ଏକା କାହିଁକି? ଆମେ 2 ଜଣ ଯାକ ମିଶିକି ଅବାଡବା ନାଚିବା। ଅଣ୍ଟା ତଳେ ଗୁଡ଼ାକୁ ଡବା, ଅବା ଡବା, ଅଣ୍ଟା ତଳେ ଗୁଡ଼ାକୁ ଡବା, ଝାଡ଼ା ଯିବା ଟିକେ ଟିକେ ଘଷି ଦବା, ଝାଡ଼ା ଯିବା ଟିକେ ଟିକେ ଘଷି ଦବା।